ଏଇଟିକେ ଆଜ୍ଞା ଗୋଟେ କଥା କହିବି ବୋଲେ କାହାକୁ ମାତ୍ର କହିବନି ବୋଲେ କହିବି, ମାତ୍ର କହିବ ବୋଲେ କହିବିନି, ସତ କଥା ମାତ୍ର କହୁଛି। ହେଲେ ଆମ ଘରେ ତ ଆମେ କେବଳ ଚାରି ପ୍ରାଣୀ, ମୋ ଶାଶୁ ଶ୍ୱଶୁର, ମୁଁ ଆଉ ମୋର ଆଙ୍କେ। ହେଲେ ଆପଣମାନେ ତ ସବୁ ଦେଖିଥିଲେ ମୋର ଛୋଟ ବଗିଚାରେ ଗଛେ ପରା ଶିମ୍ବ ଭରି ହେଇଯାଇଛି। ସେ ଗଛ ହେଲେ ଭାଙ୍ଗି ଯାଉଛି, ଶିମ୍ବ ଯେତିକି ଅଛି। ଗୋଟେ ଥର ଛାତ ଉପରୁ ଗଲି, ସେ ଶିମ୍ବ ସବୁ ତୋଳି ଆଣିଲି। ଏତେ ଶିମ୍ବ ତୋଳିଦେଲି ଯେ ସେ ଶିମ୍ବ ସବୁକୁ କ'ଣ କରିବି କିଛି ଭାବି ପାରିଲିନି। ତାପରେ ଗୋଟେ ମୁଣ୍ଡକୁ ଗୋଟେ ଆଇଡ଼ିଆ ଜୁଟିଲା। ହେଲେ ସେ ଆଇଡ଼ିଆଟା କ'ଣ ବୋଲେ, ସେ ଶିମ୍ବରୁ ସବୁ ମଞ୍ଜି ଗୁଡ଼ାକ ସବୁ ଅଲଗା କରିଦେଲି। ଆଳୁ ଆଉ ଶିମ୍ବକୁ ଗଲି ଚୁଲି ଲଗେଇକିରି ଆଳୁ ଶିମ୍ବ ମଞ୍ଜି ସବୁ ଯାଇକିରି ଲୁଣ ହଳଦୀ ଗୁଣ୍ଡ ଦେଇକି ତା ଦେହରେ ସବୁ ସିଝେଇକିରି କାଢ଼ିଦେଲି। ସେଦିନ ସେ ମଞ୍ଜି ଗୁଡ଼ାକ ପକେଇ ସାରିକିରି ତାକୁ ଟିକେ ସମୟ ପାଇଁ ଘୋଡ଼େଇବାକୁ ରଖିଦେଲି। ଘୋଡ଼େଇବାକୁ ରଖି ସାରିଲା ପରେ ଗୋଟେ ଗ୍ରାଇଣ୍ଡର ଜାରରେ କିଛିଟା ରସୁଣ, ପିଆଜ, ଶୁଖିଲା ଲଙ୍କା, ତେଜପତ୍ର ତାକୁ ଗଲି ଗ୍ରାଇଣ୍ଡର କରି ଘାଡ଼ କରି ସାରି ତାକୁ ଭଲ ଭାବରେ ତାର ଗୋଟେ ପେଷ୍ଟ ବନେଇକି ରଖିଦେଲି ସାଇଡ଼ରେ। ଦେଖନ୍ତୁ ସେ ପେଷ୍ଟଟା କେମିତି ରଙ୍ଗ ଜର ହେଇକି ଦେଖାଯାଉଛି। ତାପରେ ଇଆଡ଼ୁ ମୋର ସେ ଶିମ୍ବ ମଞ୍ଜି ଆଉ ସେ ଆଳୁ ସବୁ ସିଝିଗଲାଣି। ସିଝି ତାକୁ କ'ଣ କଲି, ଗୋଟେ ପ୍ଲେଟ୍କୁ କାଢ଼ି ଆଉ ଗୋଟେ ପ୍ଲେଟ୍ରେ ମୋ ଗଛରୁ ଟମାଟୋ 2ଟା ତୋଳି ଆଣିଲି। ସୋରିଷ ଗଣ୍ଡେ, ତା ସହିତ ମେଥି ପାନ ମଧୁରୀ ଗଣ୍ଡେ, ତେଜପତ୍ର ମୁଁ ମିଲମିକର ଟିକେ ରଖିଥିଲି ଆଗରୁ ବତୁରେଇ, ଆଉ ତା ସହିତ ଅଳ୍ପ ଲୁଣ, ମୁଁ ବାଟିଥିବା ବଟା ମସଲା ଆଉ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ। ତାପରେ ବସେଇଲି ଗୋଟେ ରସ ଚୁଲିରେ। ତା ତେଲ ପକେଇ ତା ଦେହରେ ସେ ମେଥି ପାନ ମଧୁରୀ ସୋରିଷ ପକେଇ ସେ ବଟା ମସଲାକୁ ଦେଲି ତ ଭଲ ଭାବରେ ଘାଣ୍ଟି। ଆଉ ଦେଖନ୍ତୁ ସେ ପୁରା ଲାଲ ଡହ ହେଇକି ତା ଦେହରେ ଫୁଟି ଯାଉଛି। ଫୁଟି ସାରିଲା ପରେ ସେ ହଳଦୀ ଗୁଣ୍ଡ ମରିଚ ଗୁଣ୍ଡକୁ ତା ଦେହରେ ଢାଳିଦେଲି। ତା ଦେହରେ ଢାଳି ସାରିଲା ପରେ ବଟା ମସଲା ସବୁ ଢାଳିଦେଲି। ସେଇ ବଟା ମସଲା ଢାଳି ସାରିଲା ପରେ ତାକୁ ଆଉ ଥରେ ଧୁଡ଼ରୁ ଧାଡ଼ କରି ତାର ପୁରା ଗୋଟେ ମୋଟା ଗୋଟେ ବେଟର ବା ଗୋଟେ ପେଷ୍ଟ ଗୋଟେ ହେଇଗଲା। ସେ ଦେଖନ୍ତୁ, ଦେଖିଲେ ନା କେଡ଼େ ରଙ୍ଗ ଜର ହେଇକି ସିଏ ଦୁଶୁଛି ସେ ପେଷ୍ଟ ଯାକ। ସେ ପେଷ୍ଟ ଦେହରେ ତେଜପତ୍ର ଆଉ ମୋର ଗଛରୁ ତୋଳି ଆଣି କାଟି ରଖିଥିବା ଟମାଟୋ ସବୁକୁ ପକାଇଦେଲି। ତାପରେ ଅଳ୍ପ ସେ ଟମାଟୋ ସିଝିବା ପାଇଁ ଅଳ୍ପ ଲୁଣ ଦେଇକିରି ଦେଖନ୍ତୁ ଅଳ୍ପ ପାଣି ଦେଲି। ତାପରେ ମୁଁ ମିଲମିକର ଟିକେ ରଖିଦେଇଥିଲି ବତୁରେଇକି, ଆଉ ସେ ମିଲମିକରକୁ ପକେଇକିରି ଭଲ ଭାବରେ ଘାଣ୍ଟି ଦେଲି। ଭଲ ଭାବରେ ଘାଣ୍ଟି ସାରିଲା ପରେ ମୁଁ ଯେଉଁ ସିଝା ରଖିଥିଲି ଶିମ୍ବ ମଞ୍ଜି ଯାକ, ସେ ଶିମ୍ବ ମଞ୍ଜି ଆଉ ଆଳୁ ସିଝାକୁ ପକେଇଦେଲି ସେ ମସଲା ଦେହରେ ପକେଇ ଦେଇକିରି ତାକୁ ବି ଆଉ ଥରେ ଭଲ ଭାବରେ ଗୋଳେଇ ଦେଇ ସାରିକିରି ତା ଦେହରେ ଅଳ୍ପ ଟିକିଏ ପାଣି ଦେଇକିରି ତାକୁ ଆଉ ଥରେ ବସେଇଦେଲି। ଦେଖନ୍ତୁ ତାକୁ ଭଲ ଭାବରେ ମୁଁ କେତେ ଘାଣ୍ଟି ନେଉଛି। ସେ ଶିମ୍ବ ଆଳୁ ତା ଦେହରେ ଭଲସେ ଗୋଳେଇ ହେଇଗଲା ପରେ ତ ହେଇଗଲା ଆମର ଶିମ୍ବ ଆଳୁ ମସଲା ତରକାରୀ। ଆଉ ଜିନିଷ ଏରାକ କେଡ଼େ ଫିଙ୍ଗିଆ ହେ, ଗଛରେ ଏତେ କଷ୍ଟ କରି ହେଲେ ଗଛ ଲଗେଇଥିଲି, ସେ ଗଛରେ ଫଳ ସବୁ ଫଳିଛି, ଫିଙ୍ଗିବାକୁ ଟିକେ ଲୋଭ ନାହିଁ କି? ସେ ଲୋଭକୁ ତ ବେଶୀ ତ ମୋତେ ଟିକେ ବେଶୀ ଲୋଭ ହେଲେ କ'ଣ ହେଲେ କରିକି ଟିକେ ଖାଇଦେବି ବୋଲି ତାକୁ ଟିକେ ଏମିତି ଝୋଳ କରି ଦେଇକିରି ଉଷୁନା ଭାତରେ ପୁରା ଥାଳିଏ ଉଷୁନା ଭାତ ଖାଇଲି ହେ। ଦେଖନ୍ତୁ ଆପଣ ବି ଥରେ ଏମିତି ଟ୍ରାଏ କରନ୍ତୁ ମୋର ଶିମ୍ବ ମଞ୍ଜି ଆଉ ଚଣା ତରକାରୀ। ଯଦି ରେସିପି ଭଲ ଲାଗେ ତାହେଲେ କମେଣ୍ଟ କରିବା ଆଉ ସବସ୍କ୍ରାଇବ୍ ମଧ୍ୟ